କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡ଼ିଓରେ ଡିସ୍କସ୍ କରିବା ଏକ ଛତ୍ରବାଦୀ ଶାସନ। ଏକ ଛତ୍ରବାଦୀ ଶାସନ ହେଉଛି ସରକାରଙ୍କର ଏକ ପ୍ରକାର ଯେଉଁଥିରେ ସମସ୍ତ କ୍ଷମତା ଜଣେ ବ୍ୟକ୍ତି କିମ୍ବା ଏକ ଛୋଟ ଗୋଷ୍ଠୀ ଦ୍ୱାରା ଧାରଣ କରାଯାଏ। ଏ ବ୍ୟବସ୍ଥାରେ ମୁକ୍ତ ନିର୍ବାଚନ ମାଧ୍ୟମରେ ଶାସକଙ୍କୁ ଲୋକମାନେ ବାଛନ୍ତି ନାହିଁ ଏବଂ ପ୍ରାୟତଃ ବଳ, ସାମରିକ ନିୟନ୍ତ୍ରଣ କିମ୍ବା ହାତବାରିଶି ଦ୍ୱାରା କ୍ଷମତା ଅର୍ଜନ କରନ୍ତି। ବିଶ୍ୱ ଇତିହାସରେ ଅନେକ ଦେଶ ଏକଛତ୍ରବାଦୀ ଶାସନର ସମ୍ମୁଖୀନ ହୋଇଛନ୍ତି, ଯାହା ସେମାନଙ୍କ ରାଜନୈତିକ, ସାମାଜିକ ଏବଂ ଆର୍ଥିକ ଜୀବନକୁ ଗଭୀର ଭାବରେ ପ୍ରଭାବ କରିଛି। ଏକଛତ୍ରବାଦୀ ଶାସନ ଅଧୀନରେ ଶାସକ ଲୋକଙ୍କ ସହିତ ପରାମର୍ଶ ନ କରି ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତି। ସାଧାରଣତଃ ନାଗରିକମାନଙ୍କ ବାକ୍, ପ୍ରେସ୍ କିମ୍ବା ଅଭିବ୍ୟକ୍ତିର ସ୍ୱାଧୀନତା ନାହିଁ। ଜଣେ ଏକଛତ୍ରବାଦୀଙ୍କୁ ବିରୋଧ କରୁଥିବା ଯେକୌଣସି ବ୍ୟକ୍ତି ଦଣ୍ଡ, କାରାଦଣ୍ଡ କିମ୍ବା ମୃତ୍ୟୁର ସମ୍ମୁଖୀନ ହୋଇପାରନ୍ତି। ଫଳସ୍ୱରୂପ ଭୟ ଦୈନନ୍ଦିନ ଜୀବନର ଏକ ସାଧାରଣ ଅଂଶ ହୋଇଯାଏ। ଶାସକଙ୍କ ସପକ୍ଷରେ ଆଇନ ପ୍ରାୟତଃ ପରିବର୍ତ୍ତନ କରାଯାଏ ଏବଂ ନ୍ୟାୟ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ହୁଏ। ବିଶ୍ୱ ବିଭିନ୍ନ ଅଞ୍ଚଳରେ ଅନେକ ଏକଛତ୍ରବାଦୀ ଶାସକ ଦେଖିଛି। ବିଂଶ ଶତାବ୍ଦୀରେ ଆଡଲଫ ହିଟଲରଙ୍କ ଅଧୀନରେ ଜର୍ମାନୀ, ବେନିଟୋ ମୁସୋଲିନଙ୍କ ଅଧୀନରେ ଇଟାଲୀ ଏବଂ ଜୋସେଫ ଷ୍ଟାଲିନଙ୍କ ଅଧୀନରେ ସୋଭିଏତ ୟୁନିୟନ ଭଳି ଦେଶ କଠୋର ଏକଛତ୍ରବାଦୀ ଶାସନର ସମ୍ମୁଖୀନ ହୋଇଥିଲେ। ଏହି ଶାସନଗୁଡ଼ିକ ଗଣମାଧ୍ୟମକୁ ନିୟନ୍ତ୍ରଣ କରୁଥିଲେ, ବିରୋଧୀଙ୍କୁ ଦମନ କରୁଥିଲେ ଏବଂ ପ୍ରଚାରକୁ ପ୍ରୋତ୍ସାହିତ କରୁଥିଲେ। ଯୁଦ୍ଧ, ବଳପୂର୍ବକ ଶ୍ରମ, ଅନାହାର ଏବଂ ମାନବାଧିକାର ଉଲ୍ଲଂଘନ ଯୋଗୁଁ ଲକ୍ଷ ଲକ୍ଷ ଲୋକ କଷ୍ଟ ଭୋଗୁଥିଲେ। ସ୍ୱାଧୀନତା ପରେ ଏସିଆ, ଆଫ୍ରିକା ଏବଂ ଲାଟିନ ଆମେରିକାର ଅନେକ ବିକାଶଶୀଳ ଦେଶ ମଧ୍ୟ ସାମରିକ ଏକଛତ୍ରବାଦର ସମ୍ମୁଖୀନ ହୋଇଛନ୍ତି। ଏକଛତ୍ରବାଦ କେତେକ ସମୟରେ ଶୀଘ୍ର ନିଷ୍ପତ୍ତି ଗ୍ରହଣ ଏବଂ କ୍ଷଣସ୍ଥାୟୀ ସ୍ଥିରତା ଆଣିପାରେ, କିନ୍ତୁ ଏହା ସାଧାରଣତଃ ଦୁର୍ନୀତି, କ୍ଷମତାର ଅପବ୍ୟବହାର ଏବଂ ଆର୍ଥିକ ଅସମାନତା ଆଣିଥାଏ। ଯେହେତୁ ଲୋକମାନେ ସରକାରଙ୍କୁ ପ୍ରଶ୍ନ କରିପାରିବେ ନାହିଁ, ସମସ୍ୟାଗୁଡ଼ିକ ସମାଧାନ ହୋଇନଥାଏ ଏବଂ ସାଧାରଣ କଲ୍ୟାଣ ପ୍ରାୟତଃ ଅଣଦେଖା କରାଯାଏ। ସ୍ୱାଧୀନତା ସୀମିତ ହୋଇଥିବାରୁ ସୃଜନଶୀଳତା, ଶିକ୍ଷା ଏବଂ ନବସୃଜନ ମଧ୍ୟ କ୍ଷତିଗ୍ରସ୍ତ ହୁଏ। ସମୟ ସହିତ ଶାସନରେ ଲୋକଙ୍କର ଅଂଶଗ୍ରହଣର ଗୁରୁତ୍ୱକୁ ଅନୁଭବ କରିବା ପରେ ଅନେକ ଦେଶ ଏକଛତ୍ରବାଦରୁ ଗଣତନ୍ତ୍ର ଆଡ଼କୁ ଚାଲିଯାଇଛନ୍ତି। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି ଡାଉଟ୍ ଅଛି, କିଛି କ୍ୱେଶ୍ଚିନ୍ସ ଅଛି, କମେଣ୍ଟରେ ଲେଖିକି ଦେବ, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ଭିଡ଼ିଓ ଟିକେ ଲାଇକ୍ କରିଦେବ, ଭିଡ଼ିଓକୁ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହେବା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।